ଶ୍ରୀ ଗୁରୁ ମହିମା ଅଲେଖ ଶରଣ। ଶ୍ରୀ ଗୁରୁ ମହିମା ଅଲେଖ ଶରଣ। ମହିମା ବାସ୍ତୁ ସେବା ୟୁଟ୍ୟୁବ୍ ଚ୍ୟାନେଲ୍ ତରଫରୁ ଆପଣମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଏବେ ଆମର ନାରୀ ସମାଜକୁ ସମାନ ଅଧିକାର ଦିଆଯାଇଛି। ତାହା ମଧ୍ୟରୁ କେତେକ କହୁଛନ୍ତି ଯେ ନାରୀକୁ ସ୍ୱାଧୀନତା ଦେବା ପରେ ଦୁଷ୍କର୍ମ ଅଧିକ ହେଉଛି। ନାରୀ ନଗ୍ନ ହୋଇଗଲେଣି। ଏହା ମାନିବାକୁ ହେବ ଯେ ନାରୀ ନଗ୍ନ ହୋଇଗଲେଣି ସତ, କିନ୍ତୁ ଦୁଷ୍କର୍ମ ହେବାଟା ପୂର୍ବରୁ ଥିଲା, ଏବେ ବି ଅଛି, ଏହା ଯୁଗେ ଯୁଗେ ଅଛି। ସେ ସମୟରେ କ'ଣ ଥିଲା ନା ମିଡ଼ିଆ ନଥିଲା, ଫେସବୁକ୍ ନଥିଲା, ଇନଷ୍ଟାଗ୍ରାମ ଆଦି ନଥିଲା। ସେ ଖବର ସୀମିତ ଗୋଟିଏ ଦୁଇଟି ଗ୍ରାମ ମଧ୍ୟରେ ହୋଇ ରହୁଥିଲା। ଏବେ ମିଡ଼ିଆ ଦ୍ୱାରା ସଙ୍ଗେ ସଙ୍ଗେ ବିଶ୍ୱର କୋଣ ଅନୁକୋଣରେ ଖବର ପହଞ୍ଚି ପାରୁଛି। ଏଣୁ ତାହା ଜଣାଯାଉଛି ଯେ ଅଧିକ ହେଉଛି। ନର ଆଉ ରାକ୍ଷସ ସବୁ ଯୁଗରେ ଥିଲେ। ପୁରାଣମାନଙ୍କରୁ ଜଣାଯାଉଛି ଯେ ସେ ଯୁଗରେ ମଧ୍ୟ ସତ୍ୟ ଯୁଗରେ ହେଉ, ତ୍ରେତୟା ଯୁଗରେ ହେଉ, ଦ୍ୱାପର ଯୁଗରେ ହେଉ, ନର ଥିଲେ ଆଉ ରାକ୍ଷସ ବି ଥିଲେ। ଏବେ କିନ୍ତୁ ଆଉ ସେ ନର ନାହାନ୍ତି କି ରାକ୍ଷସ ବି ନାହାନ୍ତି। ଉଭୟ ମିଶିଗଲେ, ଉଭୟ ମିଶିଯାଇ ହୋଇଗଲେ କ'ଣ ନା ନର ରାକ୍ଷସ। ତଥାପି ନାରୀ ତାଙ୍କର ସ୍ୱାଧୀନତା ପାଇ ଅଧିକ ବିଶୃଙ୍ଖଳା ହେଉଛନ୍ତି, ଏହା ବି ସତ। ଜଣେ ନାରୀର କ'ଣ କରିବା ଉଚିତ, ଏହି ବିଷୟରେ ଅଲେଖ ବାବାମାନେ ବିଭିନ୍ନ ଶାସ୍ତ୍ରମାନଙ୍କରେ ଶିକ୍ଷାମାନ ଦେଇଛନ୍ତି। ବ୍ରହ୍ମ ଅବଧୂତ ବିଶ୍ୱନାଥ ବାବା ସତ୍ୟ ମହିମା ଧର୍ମ ପ୍ରତିପାଦକର ଷଷ୍ଠ ଉଲ୍ଲାସରେ ଦର୍ଶାଇଛନ୍ତି, ଯେଉଁ ନାରୀ ସ୍ୱାମୀ ସେବା ଛାଡ଼ି ବିଭିନ୍ନ ଓଷାବ୍ରତ କରିବ, ଓଷାବାର କରିବ, ତୀର୍ଥ କରିବ, ମୂର୍ତ୍ତି ପୂଜା କରିବ, ସେ ନାରୀର ସ୍ୱାମୀ ଜୀବନ ଥାଉଁ ଥାଉଁ ତାହାର ଆୟୁଷ ହରଣ ହୋଇଯିବ ଓ ସ୍ୱାମୀ ନରକକୁ ଗମନ କରିବ। ଯେଉଁ ନାରୀ ସ୍ୱାମୀର ଧନରେ ଲୋଭ କରେ, ଯାହାକି ବର୍ତ୍ତମାନ 100% ତାହା ହେଉଛି, ସ୍ୱାମୀର ଧନ ଦେଖି ବିବାହ କରୁଛନ୍ତି। ସ୍ୱାମୀର ଯଦି ଧନ ନାହିଁ ତାହେଲେ ସେ ଛାଡ଼ିକି ପଳାଉଛନ୍ତି। ଯେଉଁ ନାରୀ ସ୍ୱାମୀର ଧନରେ ଲୋଭ କରେ, ସେ ସ୍ୱାମୀ ମଧ୍ୟ ଅଳ୍ପ ଦିନରେ ଦୁରାରୋଗରେ ପୀଡ଼ିତ ହୋଇ ମୃତ୍ୟୁ ମୁଖରେ ପଡ଼େ। ଆହୁରି ମଧ୍ୟ ଆମର ବରିଷ୍ଠ ସାଧୁ ଅଲେଖ ଦାସ ତାଙ୍କ ଶାଣିତ ତରବାରୀରେ ଉଲ୍ଲେଖ କରିଛନ୍ତି, ଯେଉଁ ନାରୀ ସ୍ୱାମୀକୁ ଭକ୍ତିରେ ବଶ ନ କରି ଭୟ ଦେଖାଇ ବଶ କରି ରଖେ, ଆଉ ଶାଶୁକୁ କୁହେ, ଆଲୋ ରାଣ୍ଡି, ତୋ ପୁଅ ଯେତେ ଦିନ ପର୍ଯ୍ୟନ୍ତ ତୋ ଠାରୁ କ୍ଷୀର ଖାଉଥିଲା ସେ ପର୍ଯ୍ୟନ୍ତ ପୁଅ ତୋର ଥିଲା, ଏବେ ସେ ତୋ କ୍ଷୀର ଆଉ ଖାଉନାହିଁ, ମୋ ପ୍ରେମ ଫାଶରେ ବନ୍ଧା ହୋଇଛି। ତୋ ପୁଅ ମୋର କିଣା ଚାକର। ମୁଁ ଯଦି ଚାହିଁବି ତୋ ପୁଅକୁ କହି ଗଳାରେ ଧକ୍କା ଦେଇ ଘରୁ ବାହାର କରିଦେବି। ଯେତେ ଦିନ ବଞ୍ଚିଛୁ ଘର କାମ କରି ଗଣ୍ଡେ ଖାଉଥା, ପାଟି ଉଁଚୁ କରିପାରିବୁ ନାହିଁ। ଆଜିକାଲି ନାରୀମାନେ ଏହିପରି ଉତ୍ସୃଙ୍ଖଳ ହୋଇଗଲେଣି, ଲଗାମ ଛଡ଼ା ହୋଇଗଲେଣି। ଏହା ସତ ଯେ ନାରୀ ଜଣେ ସ୍ୱାମୀକୁ ଲକ୍ଷ ଲକ୍ଷ ଟଙ୍କାରେ କିଣିଛି। ସେ ନିଜେ ନ କିଣିଲେ ବି ତାଙ୍କ ବାପା ଲକ୍ଷ ଲକ୍ଷ ଟଙ୍କା ଯୌତୁକ ଦେଇ ଜୋଇଁ କରିଛି। ଏଣୁ ତାର କହିବା ବି କିଛି ଭୁଲ ହେବ ନାହିଁ। କିନ୍ତୁ ଜଣେ ନାରୀ ଯଦି ଏହିପରି ହେଉଥାଏ, ନିଶ୍ଚୟ ସ୍ୱାମୀ ଅଳ୍ପ ଦିନରେ ମୃତ୍ୟୁ ହେବ ଓ ସେ ନାରୀଟି ବିଧବା ହେବ। ଯେଉଁ ବାପା ମା ମାନେ ଝିଅକୁ ସପୋର୍ଟ କରି ଝିଅର ସଂସାର ଭାଙ୍ଗି ଦେଉଛନ୍ତି, ଅଧିକାଂଶ ବାପା ମା ଅଛନ୍ତି ଯେ ଝିଅକୁ ସବୁବେଳେ କହୁଛନ୍ତି ତୁ ଜୋଇଁକୁ ହାତରେ ରଖ। ସେ ଯେଉଁ ଝିଅ ଜୋଇଁକୁ ହାତରେ ରଖିବ
से झील बापा माँकर भल हेब। बापा माँ ए शिक्षाटा देवा भारी भूल, कहीं सी चिंता करवा दरकार तांकर भी गोटे पुओ अच्छी, से पुओ भी दिने विवाह करिब आ से बोऊ ये पुओ को ता खातर रखिब। जो बापा माने यही परी झील को सपोर्ट करी झीर संसार भांगी देउचंती, से बापा माँ बहु कथार उठ बस निश्चय हेबे। तेबे ये झीर अवस्था कौन हेब भाभी पारुथिबे। जेतेबेले से बापा माँ बहु कथार उठ बस हेबे सेतेबेले ये झीर अवस्था कौन हेब। बापा माँ बंची थाऊ थाऊ जदि पुओ मरीगला मार मन सबुदिने कांदुथिब। बहु पूर्वरु जंत्रणा देउथिला, एणु बोहू को सी भल भाव में देखिपार नहीं। ଯେଉଁ ବୋହୂ ଦିନେ ସାହି ପଡ଼ିଶାରେ ଘୁରି ବୁଲୁଥିଲା, ସଜବାଜ ହୋଇ ଏ ଘର ସେ ଘର ହୋଇ ବୁଲୁଥିଲା, ସ୍ୱାମୀକୁ ରୋଷେଇ କରି ଖାଇବାକୁ ଦେଉନଥିଲା ଓ ବରାଦ କରୁଥିଲା ହୋଟେଲରୁ ଆଣି ଖାଇବାକୁ, ସେଇ ବୋହୂ ଖାଇବାକୁ ଆଉ ପାଇବ ନାହିଁ। ଦୁଃଖ ଯନ୍ତ୍ରଣାରେ ଛଟପଟ ହେବ। ଯେଉଁ ପିଲାକୁ से इंग्लिश मीडियम स्कूल रे पाठ पढ़ाऊला, से पिला कौन आउ सरकारी स्कूल रे पाठ पढ़िब कि? पाठ पढ़िब नहीं। विभिन्न खराब पिलांक सांगरे मिसी चोरी डकायती करिब, निशा सेवन करिब, ता जीवनटा को से निजे बर्बाद करदेब। बहु जो सांग साथी मानक सांगरे शॉपिंग करिया को जाउथिला, पार्क रे बुलुथिला, सेही सांग माने मुहे मुहे ताकू जवाब देबे, हइलो तू पा विधवा हेलुणु, आम सांगरे तू जाई पारिबु नाही। यह भी प्रकृत कथा। सेमाने तो भल शाढ़ी विभिन्न गहना पिंधि पादरे पाउजी पिंधि ऋणु झुणु करी चालुथिबे, बास बजार जाउथिबे। ये विधवा नारीटी तो सेबिति जाई परिबो नाही। जदि बा तांको सांगरे जाए तेबे चाकराणी भली दिसिबो। एबे मर्मे मर्मे अनुभव करुथिबो से नारी, स्वामी कौन चिंता करिबो। दिने मु स्वामी को मार मारुथिली, विभिन्न जिनिस तांको उपरकू मु फिंगी देउथिली। जन्मदिन रे भल शाढ़ी खंडे न आनिले रागी जाई मु तांको कथा कहूनुथिली, विभिन्न प्रकार गाली देउथिली। एबे भल दामी शाढ़ी कौन खंडे पुरुणा शाढ़ी मध्य मु पाउ नाही। केते अल्प चिरा शाढ़ी को मु अधिक चिरी देकी फिंगी देउथिली। जो शाढ़ी चिरी नथिबो से शाढ़ी को मु फेरी वाला को देई टिकिली स्नो पाउडर किणुथिली। किंतु वर्तमान छुंची सूतारे सिले करी शाढ़ी पिंधिबा को पड़ुछि। मु जेउ नणंद मानकू घृणा करुथिली, एबे सेही नणंद मानक दयारू खंडे खंडे शाढ़ी पिंधुछि। भाग नहीं जिबे बोली मु झगड़ा करुथिली। विभिन्न प्रकार मिछ कथा स्वामी पाखरे कही भाई भौणी मध्य झगड़ा कराउथिली। आज सेही मानक दयारू मु खंडे पिंधिबा को पाउछि। मो बापा माँ मते शिखई बुझेई सबू नष्ट करदेले। नणंदक संगे सासूक संगे विवाद कराउथिले। आज सेही नणंद माने मते आदर करुछंती। सासू कोड़े धरी शोचंती, काले रात्रि रे मते डर लागिबो, तेणु मो उपरे गोटे हाथ पकई शोचंती। सासूंकर आउ ता बेती दबा कौन चारा अछि। ससुर तो बुढ़ा हो गले, जहा किछि से आणुचंती सेइतिरे चलिबाको बाध्य। दिन थिला मु कहूथिली तमे ससुर नुहे कुकुर सहित समान। सेही ससुर एबे तांको जीवन को बाजी लगाई देइछंती मोर आउ मो छुआंक सकाशे। यही परी बहुटी जीवन सारा भोगिब।
ଜଣେ ସଧବା ନାରୀ ଆଉ ଜଣେ ବିଧବା ନାରୀ, ୟା ଭିତରେ ଆକାଶ ପାତାଳ ପ୍ରଭେଦ। ଏବେ ସ୍ୱାମୀକୁ ସ୍ୱାମୀ ହିସାବରେ ମାନୁନାହାନ୍ତି, ଶାଶୁ ଶ୍ୱଶୁରକୁ ଶାଶୁ ଶ୍ୱଶୁର ହିସାବରେ ମାନୁନାହାନ୍ତି, କେବଳ ଧନକୁ ଦେଖି ବିବାହ କରୁଛନ୍ତି। ସ୍ୱାମୀ ଚାକିରି କରିଥିବ, ସେ ଦରମା ପାଇବ, ଦରମା ତ ଏବେ ଏଟିଏମ୍ରେ ବ୍ୟାଙ୍କକୁ ଆସୁଛି, ଏଟିଏମ୍ କାର୍ଡ଼ଟି ବୋହୂ ପାଖରେ ଥିବ। ଯଦି ବାପା ମା କେବେ କିଛି ମାଗିଲେ ତେବେ ବୋହୂ ସେଇଠାରେ ମୁହେଁ ମୁହେଁ ଶୁଣେଇଦେବ, ତମେ ବୁଢ଼ାବୁଢ଼ୀ ହେଲଣି, ତମର କ'ଣ ଦରକାର ପଇସା, କେତେ ବା ସେ ପଇସା ପାଉଛନ୍ତି, ଘର ଚଳୁଛି, ଛୁଆଙ୍କର ପାଠପଢ଼ା, ଦୁନିଆ ଖର୍ଚ୍ଚ ହେଉଛି, ତମେ ଆଉ ସେ ପଇସା ମାଗନା, ତମ ପଇସା ତମେ ଯେଉଁ ବାର୍ଦ୍ଧକ୍ୟ ଭତ୍ତା ପଇସା ପାଉଛ ସେହି ପଇସାରେ ହିଁ ତମେ ଚଳ, ଆଉ ଅଧିକ କିଛି କୁହ ନାହିଁ। ଏହିପରି ବିଭିନ୍ନ କଥା କହି ଶାଶୁ ଶ୍ୱଶୁରଙ୍କୁ ଅପମାନିତ କରେ। ଶାଶୁ ଶ୍ୱଶୁରଙ୍କୁ ଭଲରେ ଗଣ୍ଡେ ଖାଇବାକୁ ମଧ୍ୟ ଦିଅନ୍ତି ନାହିଁ। ଶାଶୁ ଶ୍ୱଶୁର ହେଲେ ଦେବତା ସମାନ, ତାଙ୍କୁ ଆଗେ ଖାଇବାକୁ ଦେବା କଥା, କିନ୍ତୁ ବୁଢ଼ା ବୁଢ଼ୀ ଅନେଇକି ବସିଥିବେ, ନିଜେ ଖାଇସାରିବ, ତା ଛୁଆ ପିଲା ଖାଇସାରିବେ, ତାପରେ ଯାଇ ବୁଢ଼ା ବୁଢ଼ୀଙ୍କୁ ଖାଇବାକୁ ଦେବ, ତାହା ପୁଣି କୁକୁରକୁ ଦେଲା ଭଳିଆ। ଆଜିକାଲି ତ ଏଇଟା ହେଉଛି, କିନ୍ତୁ ସେହି ନାରୀ ଯେତେବେଳେ ବିଧବା ହେଇଯିବ ସେତେବେଳେ ଯାଇ ସେ ଜାଣିବ ଏ କଥା ତାର ମା ତାକୁ ସବୁ ଶିଖେଇ ଦେବା କଥା, କିନ୍ତୁ ମା ମାନେ ଓଲଟା ଝିଅ ସପୋର୍ଟ ନେଉଛନ୍ତି ଯେ ମୋ ଝିଅ ଭାରି ଭଲ, ଜୋଇଁ ପରା ତା ସଖୀ କଣ୍ଡେଇ ଭଳିଆ ତା ହାତରେ ନାଚୁଛି, ଯେତେବେଳେ ତାଙ୍କର ବୋହୂଟି ଆସିବ ପୁଅ ସଖୀ କଣ୍ଡେଇ ଭଳିଆ ତ ବୋହୂ ହାତରେ ନାଚିବ, ତମ ଅବସ୍ଥା କ'ଣ ହେବ? ଏଥିରେ ଖାଲି ବୋହୂର ଭୁଲ ନାହିଁ, ଶାଶୁ ଶ୍ୱଶୁର ବାପା ମା ସମସ୍ତଙ୍କର ଭୁଲ ରହୁଛି। ସମସ୍ତେ ଯଦି ସତର୍କ ରହିବେ ତେବେ ଏ ସମାଜ ବଦଳିଯିବ, ରାମରାଜ୍ୟ ହୋଇଯିବ, ସମସ୍ତେ ଭଲରେ ରହିବେ, ହସ ଖୁସିରେ ରହିବେ। ଯୌଥ ପରିବାର ଏକ ଶାନ୍ତି ପରିବାର, କିନ୍ତୁ ଆଜିକାଲି ଯୌଥ ପରିବାରକୁ ଘୃଣା କରୁଛନ୍ତି। ପୁଅଟି ବାହା ହେଇସାରିଲା ପରେ ତା ସ୍ତ୍ରୀକୁ ଧରି ସେ ତାର କର୍ମସ୍ଥଳୀକୁ ଚାଲି ଯାଉଛି, ଘରେ ବୁଢ଼ା ବୁଢ଼ୀ କ'ଣ କଲେ କ'ଣ ନ କଲେ ସେ କଥା ବୁଝିବାକୁ ବି ଆସୁନାହାନ୍ତି। ମାଟି କାଦୁଅରେ କାହିଁ ଘାଣ୍ଟି ହେବେ, ତାଙ୍କର ଛୁଆ ହେଲେ, ଛୁଆ ସେଠି ବାହାରେ ପାଠ ପଢ଼ିଲେ, ଛୁଆଙ୍କ ବାହା ନ କରି ବାପା ମା ଆଉ ଘରକୁ ଆସୁନାହାନ୍ତି। ଏହି ବିଷୟଟି ଆପଣମାନଙ୍କ ମନକୁ କିପରି ଗଲା ଆପଣ କମେଣ୍ଟ ମାଧ୍ୟମରେ ଜଣାଇବେ। ହଁ, ଯେଉଁମାନେ ପ୍ରଥମ କରି ଏ ଭିଡ଼ିଓକୁ ଆସିଛନ୍ତି ସେମାନେ ଗୋଟିଏ ସବସ୍କ୍ରାଇବ୍ କରି ପାଖରେ ଆସୁଥିବା ବେଲ୍ ଆଇକନ୍ଟିକୁ ଦବାଇ ଦେବେ, ଯାହାଦ୍ୱାରା କି ଆମର ଯେଉଁ ସମୟରେ ଭିଡ଼ିଓ ଅପଲୋଡ଼ ହେବ ସର୍ବପ୍ରଥମେ ଆପଣଙ୍କ ପାଖରେ ପହଞ୍ଚି ପାରିବ। ଶ୍ରୀ ଗୁରୁ ମହିମା ଅଲେଖ ଶରଣ, ଶ୍ରୀ ଗୁରୁ ମହିମା ଅଲେଖ ଶରଣ, ଶ୍ରୀ ଗୁରୁ ମହିମା ଅଲେଖ ଶରଣ ଶରଣ ଶରଣ।